नमस्कार पिलाମାନେ ତୁମମାନଙ୍କୁ ଓଡ଼ିଶା ଟେକ୍ ଇନଫୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ତୁମମାନଙ୍କୁ କହିବି ପ୍ଲସ୍ ଟୁ ଏବଂ ଦଶମର ବୋର୍ଡ଼ ପରୀକ୍ଷା ପାଇଁ ଆଗକୁ ଯେଉଁ ଆସୁଥିବା ଦଶମ ଏବଂ ପ୍ଲସ୍ ଟୁର ଯେତେ ବି ବୋର୍ଡ଼ ପରୀକ୍ଷା ରହିଛି 2024 ହେଉ କିମ୍ବା 2025 ହେଉ କିମ୍ବା 2026 ହେଉ କିମ୍ବା ପରବର୍ତ୍ତୀ ସମୟରେ ଯେତେ ବି ବୋର୍ଡ଼ ପରୀକ୍ଷା ରହିଛି ପ୍ଲସ୍ ଟୁ ଏବଂ ଦଶମ ଶ୍ରେଣୀ ପିଲାମାନଙ୍କର ସେମାନଙ୍କର ରିଲେଟେଡ୍ ଗୋଟେ କ୍ୱେଶ୍ଚିନ୍ ଥିଲା ତାର ମୁଁ ସଲ୍ଭ ଭାବେ କରିବି। ମାନେ ଅନେକ ପିଲାମାନେ ପ୍ରଶ୍ନ କରିଥିଲେ ସାର୍ କିପରି ଆମେ ନ ପଢ଼ିବି ମଧ୍ୟ ଯଦି ଆମେ ଏଯାଏଁ କିଛି ବି ପଢ଼ିନାହୁଁ ଅନେକ ପିଲା ଏବେ ବି ଥିବେ ଯେଉଁମାନେ ଏଯାଏଁ ସେମାନଙ୍କର ପରୀକ୍ଷାର ମୁଣ୍ଡ ଉପରେ ହେଲାଣି ମାତ୍ର 15ରୁ 20 ଦିନ ତୁମ ହାତରେ ସମୟ ଅଛି କିନ୍ତୁ ଅନେକ ପିଲା ଏଯାଏଁ ପଢ଼ି ନାହାନ୍ତି ପାଠପଢ଼ା ସିଲାବସ୍ ସେମାନେ ଖତମ କରିନାହାନ୍ତି ଶେଷ କରିନାହାନ୍ତି କିନ୍ତୁ ସେମାନେ ପରୀକ୍ଷାରେ ବିନା ପଢ଼ାରେ ପାସ୍ କରିବାକୁ ଚାହୁଁଛନ୍ତି। ଆଜିର ଭିଡ଼ିଓରେ ମୁଁ ତୁମମାନଙ୍କୁ କହିବି ତୁମେ କିପରି ବିନା ପଢ଼ାରେ ପାସ୍ ହେବାର ସବୁଠାରୁ ସହଜ ଉପାୟ କ'ଣ ରହିଛି ପରୀକ୍ଷାରେ କିଛି ନ ଆସିଲେ ବି ତୁମେ କିପରି ପାସ୍ କରିବ ତା'ର କ'ଣ ଟ୍ରିକ୍ସ ଏବଂ କ'ଣ ଟିପ୍ସ ରହିଛି ତା'ର ସମ୍ପୂର୍ଣ୍ଣ ଡିଟେଲ୍ ଆଜିର ଭିଡ଼ିଓରେ ମୁଁ ତୁମମାନଙ୍କୁ ଦେବି। ତେଣୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓକୁ ଲାଇକ୍ କରିନଥିଲେ ଭିଡ଼ିଓକୁ ଲାଇକ୍ କରିକି ଆମ ଚ୍ୟାନେଲକୁ ଏମିତି ସବୁବେଳେ ଇନଫର୍ମେସନାଲ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବୁବେଳେ ଆପଣମାନେ ସବସ୍କ୍ରାଇବ୍ କରିବେ। ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓକୁ ଆମେମାନେ ଆରମ୍ଭ କରିବା। ଆଜିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଟପିକ୍ ହେଉଛି ବିନା ପଢ଼ାରେ ବୋର୍ଡ଼ ପରୀକ୍ଷାରେ କିପରି ପାସ୍ କରିବା ସ୍ପେଶିଆଲ ଟିପ୍ସ ଏବଂ ଟ୍ରିକ୍ସ କ'ଣ ରହିଛି ଚାଲନ୍ତୁ ଦେଖିବା। ଦେଖନ୍ତୁ ପିଲାମାନେ ପ୍ରଥମେ ମୁଁ ତୁମକୁ କିଛି କି ପଏଣ୍ଟ କରିଦେବି ଏବଂ ଏହାକୁ ଭିତ୍ତି କରିକାର ସମ୍ପୂର୍ଣ୍ଣ ଫୁଲ୍ ଇନଫର୍ମେସନ୍ ତୁମମାନଙ୍କୁ ଆଜିର ଭିଡ଼ିଓରେ ମୁଁ ପ୍ରୋଭାଇଡ଼ କରିବି। ଦେଖନ୍ତୁ ପ୍ରଥମ କ'ଣ ନା ପ୍ରଥମେ ନିଜ ପରୀକ୍ଷାକୁ ଜାଣନ୍ତୁ, ଦ୍ୱିତୀୟରେ ଟେନସନ୍ ଫ୍ରି ହେଇକି ପରୀକ୍ଷା ଦିଅ, ତୃତୀୟରେ ଯେତେ ସମୟ ବଞ୍ଚିଛି ନିଜର ହ୍ୟାଣ୍ଡରାଇଟିଂ ହସ୍ତାକ୍ଷରକୁ ସଜାଅ, ପ୍ରଶ୍ନକୁ ଧ୍ୟାନରେ ପଢ଼ ଏବଂ ବୁଝ। ତାପରେ କ'ଣ ରହୁଛି ନା ଏମିତି ପ୍ରଶ୍ନର ଉତ୍ତର ଦିଅ ଯେମିତି ସମ୍ପୂର୍ଣ୍ଣ ରୂପରେ ଠିକ୍ ହେବ, ଏମିତି ସବୁ ପ୍ରଶ୍ନର ଉତ୍ତର ଲେଖ। ତାପରେ କପି ସୁନ୍ଦର ଏବଂ ସଫା କରିକି ପରୀକ୍ଷା ଖାତାରେ ଲେଖ। ତେବେ ଚାଲନ୍ତୁ ଏବେ ଦେଖିବା କ'ଣ ଡିଟେଲ୍ସ ଏ ସମ୍ପର୍କରେ ସୂଚନା। ଦେଖ ପିଲାମାନେ ପ୍ରଥମ କଥା ତ ମୁଁ କ'ଣ କହିଲି ନା ନିଜ ପରୀକ୍ଷାକୁ ଜାଣ, ନିଜ ପରୀକ୍ଷାକୁ ବୁଝ। ମାନେ ଏହାର ଅର୍ଥ ହେଉଛି ନିଜର ତୁମେ କେଉଁ ପରୀକ୍ଷା ଏବେ ଦେବାକୁ ଯାଉଛ। ଅନେକ ପିଲା ଥାଆନ୍ତି କି ସେମାନେ ନିଜର ବୋର୍ଡ଼ ପରୀକ୍ଷା ଆପିୟର କରିଥାନ୍ତି ତ ଅନ୍ୟ ପ୍ରକାର କିଛି ପରୀକ୍ଷା ଥାଏ ଯାହାକି ଜେଇ ମେନ୍ ଥାଏ କିମ୍ବା ନିଟ୍ ପରୀକ୍ଷା ଥାଏ, ଏମିତି କମ୍ପିଟେଟିଭ୍ ଏକ୍ଜାମ୍ ମଧ୍ୟ ଅନ୍ୟ କିଛି ଥାଏ। କିନ୍ତୁ ତୁମର ବର୍ତ୍ତମାନ ସିଚୁଏସନ୍ କ'ଣ ନା ତୁମେ ଏବେ ବୋର୍ଡ଼ ପରୀକ୍ଷା ଦେଉଛ। ବୋର୍ଡ଼ ପରୀକ୍ଷା ଯେଉଁ ଦେଉଛ ଦେଖ ପରୀକ୍ଷା ତୁମର କେମିତି ପ୍ରଶ୍ନ ଆସୁଛି, ମାନେ ପରୀକ୍ଷାର ପ୍ୟାଟର୍ନ କ'ଣ ରହିଛି, କେମିତି ପ୍ରକାର ପ୍ୟାଟର୍ନ ରହିଛି। ତୁମେ ଜାଣିଥିବ ତୁମର ପରୀକ୍ଷାରେ ଦୁଇ ପ୍ରକାର କ୍ୱେଶ୍ଚିନ୍ ଆସିବ। ଗୋଟେ ହେଉଛି OMR ବା ସର୍ଟ କ୍ୱେଶ୍ଚିନ୍ ଆସିବ, ମାନେ ଗୋଟେ କ୍ୱେଶ୍ଚିନ୍ ଦେଇଥିବ ତା'ର 4ଟା ସମ୍ଭାବ୍ୟ ଉତ୍ତର ଦେଇଥିବ। 4ଟା ସମ୍ଭାବ୍ୟ ଉତ୍ତର ଭିତରୁ ତୁମକୁ ସଠିକ୍ ରୂପରେ ବାଛିକି ଲେଖିବାକୁ ପଡ଼ିବ। ଯେଉଁମାନେ ଏଯାଏ କିଛି ବି ପାଠ ପଢ଼ୁନାହାନ୍ତି ଖାଲି ପାସ୍ କରିବାକୁ ଚାହୁଁଛନ୍ତି କିମ୍ବା ବିନା ପଢ଼ାରେ ଯେଉଁମାନେ ବି ପାସ୍ କରିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କର ଏମିତି ସର୍ଟ କ୍ୱେଶ୍ଚିନ୍ ମାନେ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ଆସିଛି ତେବେ ତୁମକୁ ସେଥିରେ ତୁକା ମାରିବାକୁ ପଡ଼ିବ। ତୁକା ମାନେ ମନ ଇଚ୍ଛା ଠାସ୍କୁ ମାରିକି ଲେଖିବାକୁ ପଡ଼ିବ। ଏଠି ତୁମକୁ କୌଣସି ବି ପ୍ରକ୍ରିୟା କାମ ଦେବନି। ଦେଖ ତୁମର ଯେତେ ବି ପ୍ଲସ୍ ଟୁ ବୋର୍ଡ଼ ପରୀକ୍ଷା କିମ୍ବା ଦଶମ ଶ୍ରେଣୀର ମେଟ୍ରିକ୍ ପରୀକ୍ଷା ରହିଛି, ତୁମର ଦେଖ ଯେତେ ବି ସର୍ଟ କ୍ୱେଶ୍ଚିନ୍ ଆସୁଥିବ ଦେଖ ତୁମର 20ଟି ଏମିତି ସର୍ଟ କ୍ୱେଶ୍ଚିନ୍ ଆସୁଛି ଯାହାକି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ରହିଛି। ତା'ର ଆନ୍ସର୍ କେମିତି ଦେବ, ତୁମକୁ ଧର କିଛି ତୁମେ ପାଠପଢ଼ା କିଛି ଜାଣିନ, କିଛି ଶିଖିନ କି ପରୀକ୍ଷାରେ କ'ଣ ଲେଖିକି ତୁମେ ଆସିବ, ପାଠ ବିଷୟରେ ତୁମର କିଛି ବି ଧାରଣା ନାହିଁ, ନଲେଜ୍ ନାହିଁ, ତୁମେ କିନ୍ତୁ ପାସ୍ କରିବାକୁ ଚାହୁଁଛ, ତୁମେ ଏହି ସର୍ଟ କ୍ୱେଶ୍ଚିନ୍ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ତୁମକୁ ପାସ୍ କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିବ। କେମିତି କରିବ ମୁଁ ତୁମକୁ କହୁଛି। ଦେଖ ଧର ତୁମର ପରୀକ୍ଷାରେ 20ଟି ସର୍ଟ କ୍ୱେଶ୍ଚିନ୍ ଆସିଛି। ଦେଖନ୍ତୁ 20ଟି ଏଇଟା ସବୁ ଯେଉଁ ପଛ ଲେଖା ଭୁଲିଯା, ଏଇଠି ଦେଖ ଲେଖା ହେଇଛି। ଧର 20ଟି ତୁମର ସର୍ଟ କ୍ୱେଶ୍ଚିନ୍ ଆସିଛି ଯାହାକି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ରହିଛି। ପ୍ରତି କ୍ୱେଶ୍ଚିନ୍ର 4ଟା ସମ୍ଭାବ୍ୟ ଉତ୍ତର ରହିଛି। କେତେ ନା 4ଟା ସମ୍ଭାବ୍ୟ ଉତ୍ତର ରହିଛି। 3 ନମ୍ବର କ୍ୱେଶ୍ଚିନ୍ ଇଏ ବି 4ଟା ସମ୍ଭାବ୍ୟ ଉତ୍ତର ରହିଛି। ଏମିତି ଟୋଟାଲ୍ କେତେ ନା ଟୋଟାଲ୍ 20 ନମ୍ବର ଯେ ତୁମର କ୍ୱେଶ୍ଚିନ୍ ଅଛି। ଧର ତୁମର କ୍ୱେଶ୍ଚିନ୍ରେ ଆନ୍ସର୍ ତୁମର ଲେଖିବାର ଅଛି, ଆନ୍ସର୍ ସିଟ୍ରେ ତୁମର ଆନ୍ସର୍ କପିରେ ତୁମର ଖାତାରେ ଆନ୍ସର୍ ଲେଖିବାର ଅଛି, ତୁମକୁ କିଛି ଆନ୍ସର୍ ଜଣାନାହିଁ, କ'ଣ ସେହି ସମୟରେ କରିବ। ଦେଖ ତୁମେ କ'ଣ କରିବ ନା ଅନେକ ପିଲା କରିଥାନ୍ତି କି ଏହି ସମୟରେ ଯେଉଁ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚିନ୍ ମନ ଇଚ୍ଛା ଫାଷ୍ଟ A ତାପରେ B ତାପରେ C ତାପରେ D ତାପରେ ପୁଣି A ତାପରେ B, ଧର 1 ନମ୍ବର A 2 ନମ୍ବର B 3 ନମ୍ବର C 4 ନମ୍ବର D 5 ନମ୍ବର A 6 ନମ୍ବର B 7 ନମ୍ବର C 8 ନମ୍ବର D, ଏମିତି A B C D କରିକି
ଲେଖିଦେବେ। ଏଇଟା ଲେଖିବା ସବୁ ପକ୍ଷରେ ସବୁଠାରୁ ବଡ଼ ଭୁଲ। ଏମିତି ତୁକା ବା ଏମିତି ଠାସକୁ ମାରିବା ସବୁଠାରୁ ଭୁଲ। ଏମିତି ଯେଉଁମାନେ ଠାସକୁ ମାରିକି ଲେଖିବେ ସେମାନେ 100% ପରୀକ୍ଷାରେ ଫେଲ୍ ହେଇକି ଆସିବେ, ମୁଁ ଏଇଟା ଗ୍ୟାରେଣ୍ଟି ଦେଇ କହୁଛି। ଦେଖ ଅନେକ ପିଲା ଏଇ ଭୁଲ କରିଥାନ୍ତି, ତେଣୁ ଏଇ ଭୁଲ କେବେ ବି କରିବନି। ABCD କରିକି କେବେ ବି କ୍ୱେଶ୍ଚନ୍ ଆନ୍ସର୍ ସିଟ୍ରେ କେବେ ବି ଲେଖିକି ଖାତାରେ କିମ୍ବା କପିରେ ଏମିତି କେବେ ବି ଲେଖିକି ଆସିବନି। ଯଦି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ରହିଛି ତେବେ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ରେ ଆନ୍ସର୍ ଲେଖିବାର ଟ୍ରିକ୍ ତୁମକୁ କହିଦେବି। ଦେଖ ତୁମେ କ'ଣ ଲେଖିବେ ନା କେବଳ ପ୍ରଥମରୁ ଯେଉଁ ରହିଛି କ୍ୱେଶ୍ଚନ୍ ରହି ଯେତେ ବି କ୍ୱେଶ୍ଚନ୍ 1 to 10 ତୁମେ ଦେଖ ତୁମର ଧର 20ଟା ତୁମର କ୍ୱେଶ୍ଚନ୍ ଆସୁଛି, କେଉଁଠି ତୁମେ 2ଟା ପାର୍ଟ କରିଦେବ। 1ରୁ 10 ଯାଏଁ ଗୋଟେ ପାର୍ଟ, ଏଇଟା ଯେଉଁଟା ଅଲଗା କଲର୍ ତୁମେ ଲେଖିଦେବ। ଯଦି ଦେଖ 1ରୁ 10 ଯାଏଁ ଗୋଟେ ପାର୍ଟ, ସେକେଣ୍ଡ ପାର୍ଟ ହେଉଛି ତୁମର 10ରୁ 20 ଯାଏଁ। ଦେଖ ଯେତେ ଦେଖ OMR କ୍ୱେଶ୍ଚନ୍ ଅଛି, ସରି ସର୍ଟ କ୍ୱେଶ୍ଚନ୍ ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଅଛି, ତୁମେ ସବୁ କ୍ୱେଶ୍ଚନ୍ରେ ତୁମେ ଯାହା ଦେଖିବ ଯେତେ ବି ହିଷ୍ଟ୍ରିରେ ଯେତେ ବି କ୍ୱେଶ୍ଚନ୍ ହେଇଛି ସବୁଠାରୁ ଅଧିକାଂଶ ଉତ୍ତର ସି ଆନ୍ସର୍ ଆସେ। ପ୍ରାୟତଃ 100%ରୁ ମାନେ ତୁମେ ଯେତେ ବି ଏଯାଏଁ ପରୀକ୍ଷା ହେଇଛି ଯେତେ ବି କ୍ୱେଶ୍ଚନ୍ ହେଇଛି ମଲ୍ଟିପୁଲ୍ ଚଏସ୍ ଯେତେ ବି କ୍ୱେଶ୍ଚନ୍ ହେଇଛି ତା ଭିତରେ ସିର ଆନ୍ସର୍ଟା ଅଧିକା ଥିବ। ତେଣୁ ପ୍ରଥମେ ତୁମେ କ'ଣ କରିବ ନା 1ରୁ 10 ନମ୍ବର ଯାଏଁ ସବୁ କ୍ୱେଶ୍ଚନ୍ର ଆନ୍ସର୍ ତୁମେ ସି 1 to 10 ଯାଏଁ ସି ଲେଖିକି ଆସିବ। ତାପରେ 20ରୁ 30 ନମ୍ବର ଯେତିକି ରହିଲା, ସରି 10ରୁ 20 ନମ୍ବର ତାପରେ ଯେତିକି ରହିଲା ବାକି ଯେଉଁ 10ଟା କ୍ୱେଶ୍ଚନ୍ ସେଥିରେ କ'ଣ କରିବ ନା ସବୁ ଏ ଲେଖିକି ଆସିବ। ନହେଲେ କିଛି 10ରୁ 11ରୁ 15 ଯାଏଁ ଏ ଲେଖିବ। ତାପରେ 16ରୁ 20 ଯାଏଁ ତୁମେ କ'ଣ ନା ଡି ଲେଖିକି ଆସିବ। ବିଟା କମ୍ ଲେଖିବ। ଏମିତି କ'ଣ ହେବ ନା କ'ଣ ନା ଯେତେ ବି ଧର 1ରୁ 10 ଭିତରେ ଧର ଯେତେଟା ଧର 5ଟା ସି ରହିଛି, ତୁମେ 5ଟା ସିର ଆନ୍ସର୍ ତୁମେ ପାଇଯିବ। ମାନେ 5ଟା ଯାକ କ୍ୱେଶ୍ଚନ୍ର ଆନ୍ସର୍ ତୁମକୁ ଜଣା ନାହିଁ କିନ୍ତୁ ତୁମେ ସେଠି 5 ମାର୍କ ପାଇଯିବ। ତାପରେ ଆଉ ଧର 10ଟା ସେଠି କ୍ୱେଶ୍ଚନ୍ ଧର ତ 5ଟା ଠିକ୍ ଗଲା, ଏମିତି 20ରେ ତୁମେ 10 ମାର୍କ ଏମିତି ପାଇଯିବ। ତୁମେ ଏମିତି ଯାହା କଲେ ଏଇ ରିଲେଟେଡ୍ ଯଦି ବି ମଲ୍ଟିପୁଲ୍ ଚଏସ୍ କ୍ୱେଶ୍ଚନ୍ ଆସିବ ଏମିତି କରିକି ଲେଖିବ। ତାପରେ କ'ଣ ହେଉଛି ନା ଯଦି OMR 6ଟା ତୁମର ଆସିଛି ଲଙ୍ଗ୍ ଫର୍ମାଟ୍ରେ ତୁମର ଆନ୍ସର୍ ଲେଖିବାକୁ କହୁଛି, ମାନେ 2 ମାର୍କିଆ ଲେଖିବାକୁ କହୁଛି କିମ୍ବା 3 ମାର୍କିଆ କ୍ୱେଶ୍ଚନ୍ ଆସି କିମ୍ବା 5 ମାର୍କିଆ କ୍ୱେଶ୍ଚନ୍ ଆସି କିମ୍ବା 10 ମାର୍କିଆ କିମ୍ବା 20 ମାର୍କ ତୁମର କ୍ୱେଶ୍ଚନ୍ ଆସି, ତୁମେ ଲଙ୍ଗ୍ ଫର୍ମାଟ୍ ଯଦି କ୍ୱେଶ୍ଚନ୍ ଆସି ତୁମେ ପାସ୍ ହେବାଟା 100% ସିଓର। ପାସ୍ ହେବାର ତୁମେ କେହି ତୁମକୁ ଅଟକି ପାରିବେନି, ତୁମେ 100% ପାସ୍ ହେଇକି ଆସିବ। ତାହେଲେ ତୁମ ଟ୍ରିକ୍ ତୁମକୁ ଏବେ କହୁଛି। ଦେଖ ଦ୍ୱିତୀୟ ନମ୍ବର କଥା ହେଉଛି କ'ଣ ନା ତୁମକୁ ଏବେ କ'ଣ କରିବାକୁ ପଡ଼ିବ ନା ପରୀକ୍ଷାରେ ଟେନସନ୍ ମୁକ୍ତ ହୋଇକି ଯିବେ। ତୁମକୁ କ'ଣ କରିବେ ନା ପରୀକ୍ଷାକୁ ତୁମକୁ ଯେଉଁ ଯାଉଛ କୌଣସି ବି ଟେନସନ୍ ମୁଣ୍ଡକୁ ନେବନି। ବିନା ଟେନସନ୍ରେ ବିନା କୌଣସି ଚିନ୍ତାରେ ତୁମେ ପରୀକ୍ଷା ଦେବା ପାଇଁ ଯିବ। ଦେଖ ପରୀକ୍ଷାରେ କିପରି ଉତ୍ତୀର୍ଣ୍ଣ ହେବା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦେଖନ୍ତୁ ପରୀକ୍ଷାରେ କିପରି ତୁମେ ପାସ୍ କରିବ ଏଇଟା ହେଉଛି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ତୁମ ପୂର୍ବରୁ ସମସ୍ତ ଟେନସନ୍ ହଟିକି ଯିବ। ପରୀକ୍ଷା ଆସୁଛି ଚିନ୍ତା କରିବ ମୁଁ କିଛି ପାଠ ପଢ଼ିନି, ମୁଁ ପରୀକ୍ଷାରେ ତ ଫେଲ୍ ହେଇଯିବି, ମୋର କ'ଣ କରାହେବ, ଭବିଷ୍ୟତରେ କ'ଣ ହେବ। ଏମିତି ଗୋଟେ ନେଗେଟିଭ୍ ଚିନ୍ତାରେ କେବେ ବି ଏକ୍ଜାମ୍ ହଲ୍କୁ ପ୍ରବେଶ କରିବନି। ସବୁଠୁ ବଡ଼ କଥା କୌଣସି ବି ଟେନସନ୍ ନେବନି, ଯିବ ବିନ୍ଦାସରେ ଯାହା ଆସୁଛି ଲେଖିବ। ବିନା ଟେନସନ୍ରେ ବିନା କୌଣସି ଚିନ୍ତାରେ ପରୀକ୍ଷା ହଲ୍କୁ ଏଣ୍ଟ୍ରି କରିବ। ଭାବିବ କି ମାନେ ମୁଁ ଏଥର ପରୀକ୍ଷାରେ ଫେଲ୍ ହେଇଯିବି, ଏମିତି କିଛି ଖରାପ ଧାରଣା ମୋ ଯେଉଁ ମନକୁ ଆସିବନି। ଭାବିବନି କି ମୋ ସିଲାବସ୍ ଏଯାଏଁ କିଛି ସାରି ନାହିଁ, ମୁଁ ପରୀକ୍ଷାରେ ଚାପ ଅଛି। ତେଣୁ ମନରେ କୌଣସି ବି ଚାପ ରଖିବନି, ଯାହା ଆସୁଛି ସେୟା ଲେଖିବ। ତେଣୁ ସେଠି ଦେଖିବ କୌଣସି ଚିନ୍ତା ରଖିବନି। କୌଣସି କ୍ୱେଶ୍ଚନ୍ର ଯଦି ତୁମର ମନରେ କିଛି ବି ପ୍ରଶ୍ନ ଅଛି ସେଇ ପ୍ରଶ୍ନର ଉଙ୍କି ଯଦି କିଛି ପ୍ରଶ୍ନ ମାରିଥିବ ସେଇ ପ୍ରଶ୍ନକୁ ସେଇ ପ୍ରଶ୍ନ ଜାଗାରେ ରଖିବାକୁ ଦେବ, ତାର ଆନ୍ସର୍ କେବେ ବି ସଲ୍ଭ କରିବାକୁ ଚେଷ୍ଟା କରିବନି। ଧର ଯେଉଁଟା ମନ ଭିତରେ ଯେଉଁ ପ୍ରଶ୍ନ, ତ ମୁଁ କ୍ୱେଶ୍ଚନ୍ ଆନ୍ସର୍ କଥା କହୁନି, ଯେଉଁ ମନରେ ତୁମର ଯେଉଁ ପ୍ରଶ୍ନଟା ଅଛି କି ମୁଁ ପରୀକ୍ଷାରେ କିଛି ଲେଖିପାରିବିନି ସେଇଟାକୁ ହଟେଇଦେବ। ଆଉ ଦେଖିବ ଯାହା ଘଟିବ ତାହା ଦେଖାଯିବ। ଏଇଠି ଚିନ୍ତାଟା କରିବ ହଉ ମୁଁ କିଛି ପଢ଼ିନି, ଦେଖାହେବ, ଯାହା ଦେଖାହେବ ଭଗବାନ ଅଛନ୍ତି, ଯାହା ହେବ ଦେଖାଯିବ, ପରୀକ୍ଷା ହଲ୍ରେ ମୁଁ କରିବି। ଏମିତି ଚିନ୍ତାଧାରା ନେଇକି ଗୋଟେ ପଜିଟିଭ୍ କନଫିଡେନ୍ସ ପଜିଟିଭ୍ ଗୋଟେ ଚିନ୍ତାଧାରା ଧରିକି ଯିବ ପରୀକ୍ଷା ହଲ୍କୁ। ତୁମେ ଯାହାଫଳରେ ତୁମର ଭିତରେ ଗୋଟେ କନଫିଡେଣ୍ଟ ଆସିବ, ପଜିଟିଭ୍ ଭାଇବ୍ ଆସିବ। ପଜିଟିଭ୍ କନଫିଡେଣ୍ଟ ଆସିଲେ ତୁମେ କ'ଣ ନା ପରୀକ୍ଷାରେ ଭଲ ମାର୍କ ନିଶ୍ଚୟ ରଖିକି ଆସିବ। ତୁମେ ନିଶ୍ଚୟ କିଛି ଲେଖିକି ପାସ୍ କରିକି ଆସିପାରିବ। ତାପରେ ତୃତୀୟ କଥା କ'ଣ ନା ଆପଣ ଛାଡ଼ିଥିବା ସମୟରେ ଆପଣଙ୍କର ଦେଖ ବର୍ତ୍ତମାନ ସମୟରେ କ'ଣ ନା ତୁମର ଟାଇମ୍ ଯେତେ ସମୟ ତୁମ ପାଖରେ ଯେତେ ବି ସମୟ ଅଛି ସେଇ ସମୟ ଭିତରେ ତୁମର ହ୍ୟାଣ୍ଡରାଇଟିଂକୁ ତୁମେ ନିଜର ହସ୍ତାକ୍ଷରକୁ ଇମ୍ପ୍ରୁଭ୍ କରିବାକୁ ଚେଷ୍ଟା କର। ହୁଏତ ବହୁତ ଏକ୍ସେଲେଣ୍ଟ ନ ଲେଖ କିନ୍ତୁ ଏମିତି କିଛି ଲେଖ ଯାହାକି ପରିଷ୍କାର ପରିଚ୍ଛନ୍ନ ହୋଇଥିବ, ସୁନ୍ଦର ଗୋଲ ଗୋଲ ଅକ୍ଷର ଲେଖିବାକୁ ଚେଷ୍ଟା କର। ଦେଖନ୍ତୁ ପରୀକ୍ଷା ପୂର୍ବରୁ ଯେତେ ବି ସମୟ ଅଛି ତୁମେ ହସ୍ତାକ୍ଷରକୁ ବା ତୁମର ହ୍ୟାଣ୍ଡରାଇଟିଂକୁ ଟ୍ରାଏ କରି କିପରି ଇମ୍ପ୍ରୁଭ୍ କରିବ। ଆଉ ତୁମର ପାଖରେ ଯେତେ ବି ବହି ଅଛି ଯେଉଁ ରିଲେଟେଡ୍ ବୁକ୍ ଅଛି, ଧର ସାହିତ୍ୟ କିମ୍ବା ପଢ଼ିବ କିମ୍ବା ତୁମେ ଇଂଲିଶ ପଢ଼ିବ କିମ୍ବା ଫିଜିକ୍ସ ପଢ଼ିବ କିମ୍ବା ସାଇନ୍ସ ପଢ଼ିବ, ଯେଉଁଥିରେ ବି ତୁମେ ପାଠ ପଢ଼ିବ ସେହି ବହିର ଯେତେ ବି ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ାକ ଅଛି କିମ୍ବା ବହିରେ ଯାହା ବି ଲେଖା ହେଇଛି ତାକୁ ନିଜ ଖାତାରେ ଦେଖିକି ଲେଖିବାକୁ ଚେଷ୍ଟା କର।
ସବୁବେଳେ ଲେଖିକି ପ୍ରାକ୍ଟିସ୍ କଲେ କ'ଣ ହବ ନା ତୁମର ହ୍ୟାଣ୍ଡରାଇଟିଂଟା ଇମ୍ପ୍ରୁଭ୍ ହେବ। ତା ସହିତ ସବୁଠୁ ବଡ଼ ଇମ୍ପ୍ରୁଭମେଣ୍ଟ କ'ଣ ତୁମ ଭିତରେ ଆସିବ ନା, ଏଇଟା ସବୁଠୁ ବଡ଼ କଥା କ'ଣ, ତୁମର ଯଦି ତୁମେ ଲେଖିବ ତୁମର କିଛି ନା କିଛି ତ ପରୀକ୍ଷାରେ ମନେ ପଡ଼ିବ। ଯେଉଁଟାକୁ ପାଠ ରିଲେଟେଡ୍ କଥା ତ କିଛି ନା କିଛି ମନେ ପଡ଼ିବ, ସେଇଟାକୁ ତୁମେ ପରୀକ୍ଷାରେ ଲେଖିକି ଆସିପାରିବ। ଯାହାଫଳରେ ତୁମେ ପରୀକ୍ଷାରେ ତୁମକୁ ପାସ୍ କରିବାକୁ କେହି ବି ଅଟକେଇ ପାରିବେନି। ଏଇଟା ସବୁଠୁ ବଡ଼ କଥା। ପ୍ରତିଦିନ ନିଶ୍ଚୟ ଚେଷ୍ଟା କର କି 3ରୁ 4 ପୃଷ୍ଠା ନୁହେଁ, ଆରାମସେ 10 ପେଜ୍ ପ୍ରତିଦିନ 10 to 15 ପେଜ୍ ସବୁବେଳେ ଲେଖିବାକୁ ଚେଷ୍ଟା କର। ଏବଂ ନିଜ ସିଲାବସ୍ ପଛେ ଲେଖ। ଏମିତି ସବୁକୁ ସବୁବେଳେ କିଛି ଲେଖିବାକୁ ଚେଷ୍ଟା କର, ଯାହାଫଳରେ ତୁମର ଭଲ ପ୍ରଭାବ ଆସିବ। ତୁମେ ପରୀକ୍ଷାରେ ମଧ୍ୟ କିଛି ନା କିଛି ଯାହା ବି ମନେ ପଡ଼ିବ, ପାଠ ରିଲେଟେଡ୍ କିଛି ନା କିଛି ତୁମେ ଲେଖିପାରିବ, ଯାହାଫଳରେ ତୁମର ପରୀକ୍ଷାର ପାସ୍ ହେବାର ସମ୍ଭାବନାଟା ଅଧିକ ମାତ୍ରାରେ ବଢ଼ିବ। ଏବଂ ପରୀକ୍ଷାରେ ସଫା ସୁତରା ପରିଷ୍କାର ପରିଚ୍ଛନ୍ନ ଭାବରେ ଲେଖିବାକୁ ଚେଷ୍ଟା କର। ଏଇଠି ତୁମର ମୋର ରିକ୍ୱେଷ୍ଟ, ପର୍ସନାଲ୍ ରିକ୍ୱେଷ୍ଟ, କାରଣ ଦେଖ ତୁମର ଯିଏ ବି ତୁମର ଖାତା ଦେଖୁଛ, ବି ଟିଚର୍ ଯେଉଁ ତୁମର ଖାତା ଦେଖିବ, ସେ ପ୍ରଥମେ କ'ଣ ଦେଖିବ? ମୋତେ ଯେଉଁ ଭିଡ଼ିଓକୁ ଦେଖି କ୍ଲିକ୍ କଲ, ମୋ ଯେଉଁ ଭିଡ଼ିଓ ଦେଖିଲ, କ'ଣ ଦେଖି ତୁମେ କ୍ଲିକ୍ କଲ? ମୋ ଭିଡ଼ିଓର ଥମ୍ବନେଲ୍ ଦେଖି କ୍ଲିକ୍ କଲ। ଥମ୍ବନେଲ୍ ଆମର ଆଟ୍ରାକ୍ଟିଭ୍ ସୁନ୍ଦର ଦେଖାଗଲା, ତୁମ ଭିଡ଼ିଓକୁ କ୍ଲିକ୍ କଲ। ଠିକ୍ ସେମିତି ପରୀକ୍ଷାର ତୁମର ତୁମେ ଗୋଟେ ଭିଡ଼ିଓ, ତୁମ ଭିଡ଼ିଓର ଥମ୍ବନେଲ୍ କ'ଣ? ତୁମର ଖାତାର ଏକ୍ଜାମ୍ ପେପର୍ର ତୁମର ଥମ୍ବନେଲ୍ ହେଉଛି ନା ତୁମର ହ୍ୟାଣ୍ଡରାଇଟିଂ। ତୁମର ଯଦି ହ୍ୟାଣ୍ଡରାଇଟିଂ ସୁନ୍ଦର ଅଛି, ନିଶ୍ଚୟ ଯିଏ ତୁମର ଖାତା ଦେଖୁଥିବ, ହୁଏତ ତୁମେ ପାଠ ଲେଖିନଥିବ, ଆଜେବାଜେ କଥା ହୁଏତ ଲେଖିଥିଲେ ବି, ତୁମର ଯିଏ ଖାତା ଦେଖୁଥିବ, ତା ସୁନ୍ଦର, ତା ମନରେ ଗୋଟେ କ'ଣ ଗୋଟେ ଭରଣ ଧାରଣା ଆସିବ କି ହଁ, ଗୋଟେ ଭଲ ପିଲା, ତାର ଅକ୍ଷର ଗୋଲ୍ ଅଛି, ହୁଏତ ସେ ପାଠ ପଢ଼ୁନି, କୌଣସି କାରଣବଶତଃ ପାଠ ପଢ଼ି ପାରିନି, ସିଲାବସ୍ ସାରିନି, ତେଣୁ ଅଲଗା କିଛି କଥା ଲାଗିଛି, ତେଣୁ ସୁନ୍ଦର ଅକ୍ଷର ଯୋଗୁଁ ହୁଏତ ଆପଣଙ୍କୁ କିଛି ମାର୍କ ଦେବ। ତା ଭିତରେ ଗୋଟେ କ'ଣ, ତାର ମନସ୍ତତ୍ୱକୁ ତୁମେ ପଢ଼ିବାକୁ ଚେଷ୍ଟା କଲେ ତୁମେ ଆରାମସେ ତୁମେ ପରୀକ୍ଷାରେ ପାସ୍ ହେଇପାରିବ। ତୁମକୁ ଏଇ ଅଟକେଇବାକୁ ଚେଷ୍ଟା କରିବେନି। ତାପରେ ଦେଖ ପରୀକ୍ଷାରେ କ'ଣ କରିବ ନା, ଦେଖ ତୁମେ ଯେଉଁ କୋଶ୍ଚିନ୍ ପାଇଲ, ଆନ୍ସର୍ କୋଶ୍ଚିନ୍ ପେପର୍ ଯେଉଁ ପାଇବ, ପ୍ରଥମେ ଯିବ ପରୀକ୍ଷାରେ କୋଶ୍ଚିନ୍ ପେପର୍କୁ ଭଲ ଭାବରେ ପଢ଼ିବ। ଭଲ ଭାବରେ କୋଶ୍ଚିନ୍ ପେପର୍କୁ ପଢ଼ିବ, ଶାନ୍ତ ଭାବରେ ମନକୁ ସ୍ଥିର କରିକି ରଖିବ। ସ୍ଥିର କରିକି ରଖିନା ପରୀକ୍ଷାର କୋଶ୍ଚିନ୍ ପେପର୍କୁ ତୁମେ ପଢ଼ିବ। ଯାହା ବି ଲେଖା ହେଇଛି କୋଶ୍ଚିନ୍ ପେପର୍କୁ ଭଲ ଭାବରେ A to Z, ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ, 1ରୁ 100 ଯାଏଁ ଯେତେ ବି କୋଶ୍ଚିନ୍ ତୁମର ଅଛି, ସବୁ ପୁରା ଫୁଲ୍ ତୁମେ ପ୍ରଥମେ ତୁମେ କୋଶ୍ଚିନ୍ ଗୁଡ଼ିକୁ ପଢ଼ିଦେବ। କୋଶ୍ଚିନ୍ ଗୁଡ଼ିକୁ ପଢ଼ି ସାରିଲା ପରେ ଭିତରେ ତୁମେ ଗୋଟେ ଆତ୍ମବିଶ୍ୱାସ ଗୋଟେ ଗଢ଼ିବ। ଆତ୍ମବିଶ୍ୱାସ ଗୋଟେ ଆଣିବ କି ହଁ, ମୁଁ ପରୀକ୍ଷା ଲେଖିପାରିବି। ହୁଏତ ମୁଁ ସିଲାବସ୍ ଜାଣିନି, ପାଠ କିଛି ପଢ଼ିନାହିଁ, ପାଠ ଜାଣିନି, କିନ୍ତୁ ମୁଁ ପାସ୍ କରିବି। ମୁଁ ଏହି ଜିନିଷ ଲେଖିକି ପାସ୍ କରିବି, ଭିତରେ ଗୋଟେ ଆତ୍ମବିଶ୍ୱାସ ଆଣିବ। କିନ୍ତୁ ଅନେକ ପିଲା କ'ଣ କରନ୍ତି ନା, ଦେଖ ଭାବନ୍ତି କି ଭିତରେ ଗୋଟେ ଏଙ୍ଗ୍ଜାଇଟି ପଳେଇଆସେ କି ମୁଁ କିଛି ପଢ଼ିନି, ଆତ୍ମବିଶ୍ୱାସ ବହୁତ କମିଯାଏ, ଯାହାଫଳରେ ସେମାନେ କିଛି ପରୀକ୍ଷା ଲେଖିପାରନ୍ତିନି, ପୁରା ବ୍ଲାଙ୍କ ପେପର୍ ଛାଡ଼ିକି ଆସନ୍ତି, ପରୀକ୍ଷାରେ ଫେଲ୍ ହେଇକି ଆସନ୍ତି। ଦେଖନ୍ତୁ ତୁମେ ସବୁଠୁ ବଡ଼ ବ୍ଲାଙ୍କ ପେପର୍ ରଖିବ ନା ଏକ୍ଜାମ୍ରେ, ଯେତେ ବି କୋଶ୍ଚିନ୍ ତୁମର ଅଛି, ଯଦି କୋଶ୍ଚିନ୍କୁ ବି ଯଦି ଲେଖି ଆସିଥିବ ତୁମେ ପାସ୍ ହେଇଯିବ, କିନ୍ତୁ କେବେ ବି ବ୍ଲାଙ୍କ ପେପର୍ ଛାଡ଼ିବନି। ଆଉ ଏଇଟା ସବୁଠୁ କଥା ମନେ ରଖ, ଯେଉଁଟା ଏଇ କଥାଟା ସବୁଠୁ ବଡ଼ କଥାଟା ମନେ ରଖ କି ପରୀକ୍ଷାରେ ନିଜର କନଫିଡେଣ୍ଟକୁ କେବେ ବି ଲୋ କରିବନି। କନଫିଡେଣ୍ଟକୁ, ଆତ୍ମବିଶ୍ୱାସକୁ ସବୁବେଳେ ହାଇ ରଖିବ, ସବୁବେଳେ ଅପର ଲେଭେଲ୍ ଉପରକୁ ରଖିବ। ଏବଂ ଏଇ କଥାରେ ଚିନ୍ତା କରିବ କି ମୁଁ ଏକା ପାଠ ପଢ଼ିନି, ମୋ ସହିତ ଆହୁରି ହଜାର ହଜାର ପିଲା ଅଛନ୍ତି, କି ମୋ ଭଳି ମୋଠୁ ଆହୁରି ତଳେ ଲେଭେଲ୍ରେ ସେମାନେ ହଜାର ହଜାର ପିଲା ଅଛନ୍ତି, ସେମାନେ ବି ଏଯାଏଁ ପାଠ ପଢ଼ୁନାହାନ୍ତି। ତାଙ୍କଠାରୁ ଆହୁରି ଭଲ କି ମୁଁ ଟିକେ ଲେଖିକି ପାଠ ପଢ଼ିକି ଆଇଛି, ହୁଏତ ମୋଠୁ ତଳ ଯେଉଁମାନେ ଅଛନ୍ତି ସେମାନେ କିଛି ପାଠ ପଢ଼ୁନାହାନ୍ତି, ତାଙ୍କଠୁ ମୁଁ ଭଲ ପାଠ ପଢ଼ିଛି, ତାଙ୍କଠୁ ମୁଁ କିଛି ତ ପାଠ ପଢ଼ୁଛି, ମୁଁ ନିଶ୍ଚୟ କିଛି ନା ଲେଖିକି ପାସ୍ କରିବି। ଏଇ କନଫିଡେଣ୍ଟଟା ଆଣିଲେ ତୁମେ ନିଶ୍ଚୟ ପରୀକ୍ଷାରେ ତୁମକୁ ପାସ୍ କରିବାରେ କେହି ବି ଅଟକି ପାରିବନି। ତାପରେ ଦେଖ ଏମିତି ପ୍ରଶ୍ନର ଉତ୍ତର ଦେଖ, ତୁମର ଦେଖନ୍ତୁ ଯେତେ ବି ତୁମର କୋଶ୍ଚିନ୍ ଆସିଛି, ତୁମେ ପ୍ରଶ୍ନକୁ ସମ୍ପୂର୍ଣ୍ଣ ରୂପରେ ତା'ର ପ୍ରଶ୍ନର ଉତ୍ତରକୁ ପଢ଼। ଉତ୍ତରକୁ ପଢ଼ିକି କେମିତି ଲେଖାଯିବ ଚାଲ ତୁମକୁ କହୁଛି। ଦେଖ ତୁମ ଧର ପ୍ରଶ୍ନକୁ ପଢ଼ିଲ, ପ୍ରଶ୍ନକୁ ପଢ଼ିଲା ପରେ ତୁମେ ଭାବୁଛ କି ନା ମୁଁ ୟାର ଆନ୍ସର୍ କିଛି ଜାଣିନି, ମୁଁ ଲେଖିପାରିବି ନାହିଁ। ସେ କ୍ଷେତ୍ରରେ କ'ଣ କରିବ ନା, ଦେଖ ତୁମର ଯେତେ ବି ଆନ୍ସର୍ ରହିଛି, ଏଇଟା ଟିକେ ଜୁମ୍ କରିଦେବା। ଦେଖ ତୁମର ଯାହା ବି ତୁମର ଆନ୍ସର୍ ରହିଛି କୋଶ୍ଚିନ୍ ପେପର୍ରେ, ଯାହା ବି ତୁମର କୋଶ୍ଚିନ୍ ଆସିଛି, ତୁମର କିଛି ଆନ୍ସର୍ ଜାଣିନ, ପ୍ରଶ୍ନଟା ପଢ଼ିଲ। ପ୍ରଶ୍ନ ପଢ଼ିଲା ପରେ ତୁମେ ତ ଯେଉଁ ଲେଖିଥିବ ଘରେ, ଯେଉଁ ଲେଖିକି ଯେଉଁ ପ୍ରାକ୍ଟିସ୍ କରିଥିବ, ଯାହା ବି ତୁମେ କହିଥିଲି ହ୍ୟାଣ୍ଡରାଇଟିଂ ଲେଖିକି ଯେଉଁ ପ୍ରାକ୍ଟିସ୍ କରିଥିବ, ସେଥିରୁ ତୁମର କିଛି ନା କିଛି ତ ମନେ ପଡ଼ିବ। ନହେଲେ ତୁମେ ଯେବେ ବି କ୍ଲାସ୍ ଯାଇଥିବ, କିଛି ନା କିଛି ସାର୍ଙ୍କର କିଛି କଥା ତ ମନେ ପଡ଼ୁଥିବ। ସେଇ ପାଠ ହୁଏତ ସେଇ ସାହିତ୍ୟ, ଧର ସାହିତ୍ୟ ପାଠ ଓଡ଼ିଆ ପଢ଼ୁଛ, ହୁଏତ ଓଡ଼ିଆରେ ତୁମକୁ ପାଠ ପଡ଼ିବନି, କିନ୍ତୁ ତୁମର ଇତିହାସ ବିଷୟରେ ତ ତୁମର ପାଠ ତ ସିଓର ମନେ ଥିବ। ଧର ଓଡ଼ିଆ ପାଇଁ ତୁମର ପାଠ ଆଇସି କୋଶ୍ଚିନ୍ରେ ତୁମର ଓଡ଼ିଆ ପାଠ ମନେ ପଡ଼ୁଥିବ, ତୁମର ଇତିହାସର କିଛି ଗୋଟେ ସବଜେକ୍ଟ ଅଶୋକଙ୍କ କଥା ମନେ ପଡ଼ିଲା, ସେ ପଛେ ହିଷ୍ଟ୍ରିର ପଛେ ଲେଖିଦେବ। ଧର ଓଡ଼ିଆରେ ହେଇପାରୁନି, ହିଷ୍ଟ୍ରିର କଥା ଯାହା ବି ଆସୁ ତୁମେ ଖାତାରେ ପେପର୍ ପୂରେଇକି ଲେଖିକି ଆସିବ। ଏଇଟା ମୋର ତୁମର ପର୍ସନାଲ୍ ରିକ୍ୱେଷ୍ଟ ରହିବ। ତେଣୁ ଯିଏ ବି ଲେଖୁଛ, ହୁଏତ ସେ ପାଠ ରିଲେଟେଡ୍ କିଛି ନା କିଛି ଲେଖ। କିଛି ନ ଲେଖିବା ଠାରୁ କିଛି ଲେଖିବା ଭଲ। ଯଦି ତୁମେ କିଛି ନ ଲେଖିଥିବ ନା, କୌଣସି ଟିଚର୍ କେବେ ବି ମାର୍କ ଦେବନି। ଯେଉଁ ହୁଏତ ତୁମେ ସେ କ୍ଷେତ୍ରରେ 0 ମାର୍କ ପାଇଥାନ୍ତ, କିନ୍ତୁ ତୁମେ ଯଦି କିଛି ଲେଖିକି ଆସିଥିବ ନା, ହୁଏତ ତୁମ ଟିଚର୍ ଖୁସି ହେଇକି 1, 2,
4-5 ପର୍ଯ୍ୟନ୍ତ ସିଏ ତୁମକୁ ମାର୍କ ଦେଇପାରିବ। ତେଣୁ ସବୁଠୁ ବଡ଼ କଥା ବ୍ଲାଙ୍କ ପେପର୍ କେବେ ଛାଡ଼ିକି ଆସିବନି। ଗୋଲ ଗୋଲ କରିକି ଲେଖିବ। ବ୍ଲାଙ୍କ ପେପର୍ ଛାଡ଼ିବନି। ଯାହା ମନକୁ ଆସିଲା ତାହା ଲେଖିବ। ତାର ଅର୍ଥ ନୁହେଁ କି ତୁମେ ଟିଚରକୁ ଗାଳି ଦେବ, ଟିଚରକୁ ଅଲଗା କଥା କିଛି ଲେଖିବ, ଖରାପ ଭାଷା ଲେଖିବ, ତ ଅନ୍ୟ କୌଣସି ରିଲେଟେଡ୍ ଅଲଗା କିଛି ଟପିକ୍ ତୁମେ ଲେଖିବ, ଗପ ଶାୟରୀ ଲେଖିବ, ସେମିତି ଲେଖି ହେବନି। କିନ୍ତୁ ପାଠ ରିଲେଟେଡ୍ କିଛି ନା କିଛି କର, ଲେଖିକି ଆସିବ। କିନ୍ତୁ ଆଉ ସବୁଠୁ ବଡ଼ କଥା ଯଦି ମ୍ୟାଥରେ ଲେଖୁଛ ନା, इंटीग्रेशन डेरिवेटिव जो तुम कर प्लस टू तुम परीक्षा भी तुम जो मैथ रे नहीं तुम इंटीग्रेशन डेरिवेटिव जो कर तुम इंटीग्रेशन चिन्ह देकी कि डेरिवेटिव चिन्ह देखिए देख तुम इंटीग्रेशन चिन्ह पकईदेव पकईदी मन इच्छा जे प्लस माइनस गुण फेण गुणन फेण मिशाण हरण सबकि जेकोसी आंसर लेखिक पलि आराम से तुम पास है ଯଦି ତୁମେ ପ୍ଲସ୍ ଟୁ ଯଦି ତୁମର ମ୍ୟାଥ୍ ପରୀକ୍ଷା ଦେଉଛ ଏଇଟା ତୁମ କଥା ଭଲ ଭାବରେ ମନେ ରଖିଥାଅ। ତାପରେ ଦେଖ ସମସ୍ତ ପ୍ରଶ୍ନର ଉତ୍ତର ଦେଖ ତୁମର ସବୁଠୁ ବଡ଼ କଥା କ'ଣ ନା ଯେଉଁ କ୍ୱେଶ୍ଚନ୍ କେବେ ବ୍ଲାଙ୍କ ଛାଡ଼ିବନି। ଯେତେ ବି ପ୍ରଶ୍ନ ଧର ତୁମର 10ଟା କ୍ୱେଶ୍ଚନ୍ ଅଛି 10ଟା କ୍ୱେଶ୍ଚନ୍ ତୁମର ଆସିଛି ତୁମର ପେପରରେ ଆସିଛି ଏଇ ଏକ୍ଜାମ୍ ପେପରରେ ଏକ୍ଜାମ୍ କ୍ୱେଶ୍ଚନ୍ରେ ଯେତେଟା କ୍ୱେଶ୍ଚନ୍ ଆସିଛି ସବୁ କ୍ୱେଶ୍ଚନ୍କୁ ଆଟେଣ୍ଡ କରିବ। ସବୁ କ୍ୱେଶ୍ଚନ୍କୁ ଆଟେଣ୍ଡ କରିକି ସବୁ କ୍ୱେଶ୍ଚନ୍କୁ ଆଟେଣ୍ଡ କରିବି ସବୁ କ୍ୱେଶ୍ଚନ୍ର ଆନ୍ସର୍ ତୁମେ ଯାହା ବି ହଉ ତୁମେ ଲେଖିକି ଆସିବ ଯାହାଫଳରେ ତୁମେ କିଛି ନା କିଛି ମାର୍କ ପାଇକି ତୁମେ ପରୀକ୍ଷାରେ ପାସ୍ ହେଇଯିବ। ତାପରେ ପରୀକ୍ଷାରେ କ'ଣ ନା ସୁନ୍ଦର ଏବଂ ସଫା ଲେଖିବାକୁ ଚେଷ୍ଟା କର। ପରୀକ୍ଷା ନା ସୁନ୍ଦର ଲେଖିବି ଦେଖ ମୁଁ ଯେପରି ପୂର୍ବରୁ ପରୀକ୍ଷକ ଉପରେ ଆପଣଙ୍କ ମାନସିକ ସ୍ତରରେ ଏପରି ଭାବନା ସୃଷ୍ଟି କରିବାକୁ ପଡ଼ିବ। କାରଣ ଯେଉଁ ପରୀକ୍ଷକ ଉପରେ ତୁମେ ଭଲ ପ୍ରଭାବ ପକାଇବ ହୁଏତ ସଫଳ ହେବେ ଏବଂ ସେଇ ତୁମର ଖାତା ଦେଖିଲେ ତୁମର କେହି ବି ତୁମକୁ ପାସ୍ କରିବାକୁ କେହି ବି ଅଟକାଇ ପାରିବେ ନାହିଁ। ତେଣୁ ତୁମର ଖାତାରେ ସୁନ୍ଦର ଏବଂ ପରିଷ୍କାର ପରିଚ୍ଛନ୍ନ ଭାବରେ ଗୋଲ ଗୋଲ ଅକ୍ଷର କରି ମୁଁ କହିଲି କି ଏକ୍ସେଲେଣ୍ଟ ବହୁତ ପୁରା କମ୍ପ୍ୟୁଟର ଭଳିଆ ଗୋଲ ଗୋଲ ଲେଖ। ଟିକେ ଭଲ ଭଲ ଲେଖ ପରିଷ୍କାର ପରିଚ୍ଛନ୍ନ କରି ଲେଖ। ଗୋଟେ ଗୋଟେ ଲାଇନ୍ ଭିତରେ ଗୋଟେ ଲାଇନ୍ ଭିତରେ କ'ଣ ନା ଗୋଟେ ପେନ୍ ଗୋଟେ କଲମର ଡିଷ୍ଟାନ୍ସ ଛାଡ଼ିକି ଲେଖ। ଇଏ ଗୋଟେ ଲାଇନ୍ ଆଉ ଇଏ ଗୋଟେ ଲାଇନ୍ ଦେଖ ୟା ଭିତରେ ଗୋଟେ କଲମର ଡିଷ୍ଟାନ୍ସ ଛାଡ଼ିକି ଲେଖ। ଆଉ ତୁମେ ଗୋଲ ଗୋଲ ଅକ୍ଷରକୁ ଲେଖିବାକୁ ଚେଷ୍ଟା କର। କେବେ ବି ପରୀକ୍ଷା ଖାତାରେ ରେଡ୍ ପେନ୍ରେ ଲେଖ ନାହିଁ। ସବୁବେଳେ ବ୍ଲୁ କିମ୍ବା ବ୍ଲାକ୍ ପେନ୍ରେ ଲେଖିବାକୁ ଚେଷ୍ଟା କର। ଆଉ ସବୁଠୁ ବଡ଼ କଥା ଯେଉଁ କ୍ୱେଶ୍ଚନ୍ରେ ତୁମେ ଆନ୍ସର୍ ପେପରରେ ଯେଉଁ ଆନ୍ସର୍ ଲେଖୁଛ ଏକ୍ଜାମ୍ କପିରେ ସେଇଠି ତୁମର ଯେତେ ବି ଡିଟେଲ୍ସ ନିଜର ଡିଟେଲ୍ସ ଯେଉଁଟା ପ୍ରପରଲି ଫିଲ୍ଅପ୍ କରିକି ଆସିବ ହେଲା ଆସିକି ଲେଖିବ। ଆଉ ସବୁଠୁ ବଡ଼ କଥା କ'ଣ ନା ତୁମେ ଯେଉଁ ପରୀକ୍ଷାରେ ସଫା ଲେଖିଲେ କ'ଣ ହେବ ନା ତାର ବେନିଫିଟ୍ ତୁମକୁ କହୁଛି। ଯେମିତି ତୁମର ପରୀକ୍ଷା ତୁମର ଖାତା ଦେଖୁଥିବ ତାଙ୍କ ମାନସିକ ଉପରେ ଗୋଟେ ତାଙ୍କର ମାନସିକ ସ୍ତରରେ ତୁମେ ଗୋଟେ ଭଲ ଭାବନା ସୃଷ୍ଟି କରିବ। ଏ ଭଲ ସୃଷ୍ଟି କଲେ କ'ଣ ହେବ ନା ଯେଉଁ ପରୀକ୍ଷା ତୁମର ଖାତା ଦେଖୁଥିବ ତୁମ ଉପରେ ତାଙ୍କର ଇମ୍ପ୍ରେସନ୍ଟା ଭଲ ଆସିବ। ତୁମ ଖାତା ଉପରେ କିମ୍ବା ତୁମ ଉପରେ ତାଙ୍କର ଇମ୍ପ୍ରେସନ୍ ଭଲ ଆସିବ। କିମ୍ବା ତୁମେ ଯଦି ତାଙ୍କ ବିଷୟରେ ବି ଭଲ କଥା ଲେଖିଥିବ କି ତାଙ୍କୁ ଗାଳି ନ ଦେଇଥିବ କି ଭଲ କଥା ଯଦି ତୁମେ କିଛି ଲେଖିଥିବ ତାଙ୍କୁ ଗୋଟେ ଇମ୍ପ୍ରେସନ୍ ତୁମର ଭଲ ଆସିବ। ଇମ୍ପ୍ରେସନ୍ ଥରେ ଯଦି ଭଲ ଆସିଗଲା ନା ତୁମ ଉପରେ ଯେଉଁ ପରୀକ୍ଷକର ତୁମକୁ ପାସ୍ କରିବାକୁ କେହି ବି ଅଟକି ପାରିବେ ନାହିଁ। ଏଇଟା ସବୁଠୁ ମନ କଥା ରଖିଥିବ। ଏଇ କଥା ଲେଖି ତୁମେ ଯାଅ ପରୀକ୍ଷା ଦେଇକି ଯାଅ। ତେଣୁ ଯାହା ବି ତୁମର ଥିଲା ପରୀକ୍ଷାରେ ଯଦି ତୁମେ କିଛି ବି ପାଠ ପଢ଼ୁନାହ ବିନା ପଢ଼ାରେ ପରୀକ୍ଷାରେ କିମ୍ବା ବୋର୍ଡ଼ ଉପରେ କିପରି ପାସ୍ କରିବ ତାର ଟିପ୍ସ ତୁମକୁ ଟ୍ରିକ୍ସ ତୁମକୁ ସେୟାର କଲି ଆଜିର ଭିଡ଼ିଓ। ତ ଯଦି ଆଜିର ଭିଡ଼ିଓ ତୁମକୁ ଟିକେ ଭଲ ଲାଗିଲା ନିଶ୍ଚୟ এই ଭିଡ଼ିଓକୁ ଲାଇକ୍ କରିବାକୁ କେବେ ବି ଭୁଲିବ ନାହିଁ। ଆଜିର এই ଭିଡ଼ିଓକୁ ତୁମେ ସାଙ୍ଗମାନଙ୍କୁ ସାଥୀମାନଙ୍କୁ ସେୟାର କର ଯେଉଁମାନେ ଯେ କିଛି ବି ପାଠ ପଢ଼ୁନାହାନ୍ତି ଯେଉଁମାନେ ଭାବୁଛନ୍ତି କି ଆମେ ପରୀକ୍ଷାରେ ଫେଲ୍ ହେଇଯିବୁ ସେଇମାନଙ୍କୁ ତୁମେ ସେୟାର କର ଯାହାଫଳରେ ତୁମେ ତାଙ୍କୁ ମଧ୍ୟ ହେଲ୍ପ କରିପାରିବ। ସେମାନେ ପାସ୍ ହେବା ସହିତ ତୁମେ ବି ପାସ୍ କର। ଆମର ସବୁବେଳେ ଗୋଟିଏ ମୋଟିଭ୍ ହେଉଛି କି ନିଜେ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ବି ପାଠ ପଢ଼ିବା ନିଜେ ପାସ୍ ହେବା ସହିତ ଅନ୍ୟମାନଙ୍କୁ ବି ପାସ୍ ହେବା। ତେଣୁ ଏଇଟା ଆମର ମୋଟିଭ୍। ତେଣୁ ମୋ ଚ୍ୟାନେଲ୍ ସବୁବେଳେ ସ୍ଲୋଗାନ ମୋର ଏଇଟା। ତେଣୁ ସମସ୍ତଙ୍କୁ ଏଇଟା ସେୟାର କର ସମସ୍ତେ ଭିଡ଼ିଓ ଦେଖନ୍ତୁ ସେମାନେ ବି ପାସ୍ କରନ୍ତୁ ତୁମେ ବି ପାସ୍ କର ଏବଂ ତୁମେ ପରୀକ୍ଷାରେ ବହୁତ ଭଲ କର। ତୁମେ ଯେତେ ବି ନେକ୍ସଟ ଏକ୍ଜାମ୍ ରହିଛି ଯେଉଁ ବି ଏକ୍ଜାମ୍ ରହିଛି ସବୁ ଏକ୍ଜାମ୍ ପାଇଁ ତୁମକୁ ବେଷ୍ଟ ଅଫ୍ ଲକ୍ ଅଲ୍ ଦି ବେଷ୍ଟ ତୁମକୁ। ତେଣୁ ଆଜିର ଏହି ଭିଡ଼ିଓକୁ ଏକ୍ସେସ୍ କରିବା ଦେଖା ହେବ ପିଲାମାନେ ତୁମ ଆଉ ଏକ ନୂଆ ଟିପ୍ସ ଏବଂ ଟ୍ରିକ୍ସ ଭିଡ଼ିଓରେ ଆଜିର ଭିଡ଼ିଓକୁ ଏକ୍ସେସ୍ କରିବା। ଧନ୍ୟବାଦ। ଜୟ ଜଗନ୍ନାଥ ଜୟ ଶ୍ରୀ